ବିକ୍ରମ ବେତାଳ କାହାଣୀ 5 ଗୋଟିଏ କନ୍ୟାକୁ 3ଟି ବର ପ୍ରକୃତ ବର କିଏ ହେବ? ପଞ୍ଚମ କାହାଣୀ ବେତାଳ 25 ଉଜ୍ଜୟିନୀରେ ମହାବଳ ନାମକ ଜଣେ ରାଜା ରହୁଥିଲେ। ତାଙ୍କର ହରିଦାସ ନାମକ ଜଣେ ଦୂତ ଥିଲେ ଯାହାଙ୍କର ମହାଦେବୀ ନାମକ ଏକ ସୁନ୍ଦରୀ କନ୍ୟା ଥିଲା। ଯେତେବେଳେ ସେ ବିବାହଯୋଗ୍ୟ ବୟସରେ ପହଞ୍ଚିଲେ ହରିଦାସ ବହୁତ ଚିନ୍ତା କରିବାକୁ ଲାଗିଲେ। ଏହି ସମୟରେ ରାଜା ତାଙ୍କୁ ଅନ୍ୟ ଜଣେ ରାଜାଙ୍କ ପାଖକୁ ପଠାଇଲେ। ହରିଦାସ ବହୁତ ଦିନ ଭ୍ରମଣ କରିବା ପରେ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ବହୁତ ଭଲ ଭାବରେ ତାଙ୍କର ଦେଖାଶୁଣା କଲେ। ଗୋଟିଏ ଦିନ ଜଣେ ବ୍ରାହ୍ମଣ ହରିଦାସଙ୍କ ପାଖକୁ ଆସିଲେ। ସେ କହିଲେ, ମୋତେ ତୁମର ଝିଅ ଦିଅ। ହରିଦାସ କହିଲେ, ମୁଁ ମୋ ଝିଅକୁ ସେହି ଜଣଙ୍କୁ ଦେବି ଯାହାର ସମସ୍ତ ଭଲ ଗୁଣ ଅଛି। ବ୍ରାହ୍ମଣ କହିଲେ, ମୋର ଏକ ରଥ ଅଛି ଯାହା ଉପରେ ତୁମେ ଗୋଟିଏ ମୁହୂର୍ତ୍ତରେ ଯେଉଁଠାରେ ଚାହିଁବ ପହଞ୍ଚିପାରିବ। ହରିଦାସ କହିଲେ, ଠିକ୍ ଅଛି, ସକାଳେ ଆଣ। ପରଦିନ ଉଭୟ ରଥରେ ବସି ଉଜ୍ଜୟିନୀରେ ପହଞ୍ଚିଲେ। ଘଟଣାକ୍ରମେ ଏହା ପୂର୍ବରୁ ହରିଦାସଙ୍କ ପୁଅ ତାଙ୍କ ଭଉଣୀକୁ ଅନ୍ୟ କାହାକୁ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଏବଂ ହରିଦାସଙ୍କ ସ୍ତ୍ରୀ ତାଙ୍କ ଝିଅକୁ ତୃତୀୟ ବ୍ୟକ୍ତିକୁ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏହିପରି 3 ଜଣ ବର ଏକାଠି ଥିଲେ। ହରିଦାସ ଭାବିବାକୁ ଲାଗିଲେ ଯେ ଝିଅଟି ଗୋଟିଏ ଏବଂ ପୁଅ 3 ଜଣ ନ କରିବେ। ଏହି ସମୟରେ ଏକ ରାକ୍ଷସ ଆସି ଝିଅଟିକୁ ଅପହରଣ କରି ବିନ୍ଧ୍ୟଚଳ ପର୍ବତକୁ ନେଇଗଲା। 3 ବର ମଧ୍ୟରୁ ଜଣେ ବୁଦ୍ଧିମାନ ଥିଲା। ହରିଦାସ ତାଙ୍କୁ ପଚାରିଲେ ଏବଂ ସେ କହିଲେ ଯେ ଏକ ରାକ୍ଷସ ଝିଅଟିକୁ ଅପହରଣ କରିଛି ଏବଂ ସେ ବିନ୍ଧ୍ୟଚଳ ପର୍ବତରେ ଅଛି। ଦ୍ୱିତୀୟ ଜଣକ କହିଲେ, ମୋ ରଥରେ ଆସ, ଆମେ ଅଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚିଯିବା। ତୃତୀୟ ଜଣକ କହିଲେ, ମୁଁ କିପରି ଶବ୍ଦକୁ ଭେଦ କରୁଥିବା ବାଣ ମାରିବା ଜାଣେ। ମୁଁ ରାକ୍ଷସକୁ ହତ୍ୟା କରିପାରିବି। ସେମାନେ ସମସ୍ତେ ରଥରେ ଚଢ଼ି ବିନ୍ଧ୍ୟଚଳରେ ପହଞ୍ଚି ରାକ୍ଷସକୁ ହତ୍ୟା କଲେ ଏବଂ ଝିଅକୁ ରକ୍ଷା କଲେ। ଏହା କହିବା ପରେ ବେତାଳ କହିଲେ, ହେ ମହାରାଜ, ମୋତେ କୁହ ସେହି 3 ଜଣଙ୍କ ମଧ୍ୟରୁ କିଏ ଝିଅଟିକୁ ପାଇବା ଉଚିତ? ରାଜା କହିଲେ, ଯିଏ ରାକ୍ଷସକୁ ମାରିଥିଲା ତାକୁ ଏହା ମିଳିବା ଉଚିତ, କାରଣ ସେ ପ୍ରକୃତ ସାହସ ଦେଖାଇଥିଲା। ଅନ୍ୟ 2 ଜଣ କେବଳ ସାହାଯ୍ୟ କରିଥିଲେ। ରାଜା ଏହା କହିବା ମାତ୍ରେ ବେତାଳ ପୁଣି ଥରେ ଗଛରେ ଝୁଲି ପଡ଼ିଲେ ଏବଂ ରାଜା ପୁଣି ଥରେ ତାକୁ ଫେରାଇ ଆଣିଲେ ଏବଂ ରାସ୍ତାରେ ବେତାଳ ଷଷ୍ଠ କାହାଣୀ ବର୍ଣ୍ଣନା କଲେ।